ତାଙ୍କରି ବଂଶର ସେ ପଡ଼ୋଶୀ ମାନେ ତାଙ୍କର ସ୍ୱାମୀ ଆଉ ତାଙ୍କର ନଣନ୍ଦେଇ ମାନେ ଭେଣେଇର ଯେ ମୃତ ତାଙ୍କ ଭେଣେଇଙ୍କ ସହିତ ଯେ ଫେରୁଥିଲେ ତାଙ୍କ ଗାଁର ଘର ପଛପଟ ରାସ୍ତାରେ ତାଙ୍କୁ ଆକ୍ରମଣ କଲେ। ଏ ଆପଣ ଯୋଉ ଦେଖୁଛନ୍ତି ଠେଙ୍ଗା ଫାର୍ସା ଯୋଉ ବଡ଼ କଟୁରୀ ଏଥିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଧର୍ମଶାଳା ଥାନାରେ ଗୋଟେ କେସ୍ ହେଇଥିଲା 156 17/4/2026 ତାର କମ୍ପ୍ଲେନେଣ୍ଟ ଥିଲେ କାବେରୀ ମଲ୍ଲିକ ଆମର ବେତେଣ୍ଡା ବାରବାଟୀ ଧର୍ମଶାଳା ଥାନା ଯାଜପୁର ଜିଲ୍ଲା। ତାଙ୍କର ସେ ଲେଖିଥିଲେ 17/4/2026 ଆସିକି ଲିଖିତ ଅଭିଯୋଗ କଲେ ଯେ ତାଙ୍କର ପଡ଼ୋଶୀ ମାନେ ତାଙ୍କରି ବଂଶର ସେ ପଡ଼ୋଶୀ ମାନେ ତାଙ୍କର ସ୍ୱାମୀ ଆଉ ତାଙ୍କର ନଣନ୍ଦେଇ ମାନେ ଭେଣେଇର ଯେ ମୃତ ତାଙ୍କ ଭେଣେଇଙ୍କ ସହିତ ଯେ ଫେରୁଥିଲେ ତାଙ୍କ ଗାଁର ଘର ପଛପଟ ରାସ୍ତାରେ ତାଙ୍କୁ ଆକ୍ରମଣ କଲେ। ଏ ଆପଣ ଯୋଉ ଦେଖୁଛନ୍ତି ଠେଙ୍ଗା ଫାର୍ସା ଯୋଉ ବଡ଼ କଟୁରୀ ଏଥିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ ଗୋଟେ ବିଲ ବାଦାମ ବିଲରେ। ତେଣୁ ଏତଲା ପାଇଲା ପରେ ଆମର ଧର୍ମଶାଳା ଥାନାରେ କେସ୍ ରୁଜୁ ହୋଇଥିଲା 156/2026। ଆଇଆଇସି ଆଉ ତାଙ୍କ ଟିମ୍ ଆମେ ଏସ୍ପି ସାର୍ଙ୍କ ଯାଜପୁରଙ୍କୁ ଅବଗତ କଲା ପରେ ସ୍ପେଶାଲ ଟିମ୍ କରାଯାଇ ଆମର ପ୍ରଥମ 17 ତାରିଖ ଦିନ ଯେହେତୁ କେସ୍ ହେଲା ସେତେବେଳେ ଆମେ 8 ଜଣଙ୍କୁ ଗିରଫ କରି ଫରୱାର୍ଡ କରିଥିଲୁ। ଯେଉଁ ମୁଖ୍ୟ ଅଭିଯୁକ୍ତ ଯେଉଁମାନେ 5 ଜଣ ଆଉ ଥିଲେ ସେମାନେ ତାଙ୍କୁ ଖୋଜାଖୋଜି ଭିତରେ ସେମାନେ ଓଡ଼ିଶା ଛାଡ଼ି ସୁରଟ ପଳେଇଥିଲେ। ତେଣୁ ଆମର ଗୋଟେ ଟିମ୍ ସୁରଟ ଯାଇ ଏସ୍ପି ଯାଜପୁର ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଡିଜିପି ମହୋଦୟଙ୍କର ଅନୁମତି କ୍ରମେ ଗୋଟେ ପୋଲିସ ଟିମ୍ ଆମର ଦେବତା ବାବୁ ଏବଂ ଅନ୍ୟମାନେ ଯାଇ ଆମର ପାଣିକୋଇଲି ଥାନା ଜଣେ ଏସ୍ଆଇ ଥିଲେ ବିଶ୍ୱଜିତ ଦାସ ଆମର ଦେବତା ଏସ୍ଆଇ ଏବଂ ପୋଲିସ ଟିମ୍ ଯାଇକି ଆମର ସୁରଟରେ ଚଢ଼ଉ କରି 5 ଜଣଙ୍କୁ ଏଇ 5 ଜଣ ଗିରଫ କରିଛନ୍ତି। ସେଠାକାର ସୁରଟ କୋର୍ଟରେ ଏମାନଙ୍କୁ ପ୍ରଡ୍ୟୁସ୍ କରାଯାଇଥିଲା। ସୁରଟ କୋର୍ଟରୁ ପ୍ରଡ୍ୟୁସ୍ କଲା ପରେ ଏମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ ମିଳିଥିଲା। ତାଙ୍କ ଟ୍ରାଞ୍ଜିଟ୍ ରିମାଣ୍ଡ ସରିଗଲା। ତେଣୁ ଏଇ ଯୋଉ 5 ଜଣଙ୍କର ଆମେ ଯୋଉ ଧରିଛୁ ଏମାନେ ମୁଖ୍ୟ ଅଭିଯୁକ୍ତ ଏମାନେ ଏଇ ଯୋଉ ହତ୍ୟା ଘଟଣାର। ତେଣୁ ସେମାନଙ୍କୁ ଆଜି ଗିରଫ କରାଯାଇଛି। ବର୍ତ୍ତମାନ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ତାଙ୍କର ଗୋଟେ ଘରକୁ ଲାଗି ଗୋଟେ ବଡ଼ ଜମିଟେ ରହିଛି। ସେଇ ଜମିବାଡ଼ିର ବିବାଦ କେନ୍ଦ୍ରକରି ଜମିବାଡ଼ି ବହୁତ ଦିନରୁ ଚାଲିଥିଲା। ଏ ସଂକ୍ରାନ୍ତରେ ଆମର ଆଗରୁ ମଧ୍ୟ ଏ ବାବଦରେ କେସ୍ ହେଇଛି ଏବଂ ମଧ୍ୟ ନନ୍ ଏଫଆଇଆର୍ ମଧ୍ୟ ପିଆର୍ ମଧ୍ୟ ଦିଆଯାଇଥିଲା। ଆଉ ତଥାପି ଯେହେତୁ ଜମିର ଭାଗ ତାଙ୍କର ଛିଡ଼ି ନାହିଁ ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ହତ୍ୟାକାଣ୍ଡ ସଂଘଟିତ ହୋଇଛି। ଆଜ୍ଞା, ସେ ଯୋଉ ଘଟଣା ଘଟିଥିଲା ତାଙ୍କ ପୂର୍ବ ଘଟଣା ସେ ଘଟଣାକୁ କେନ୍ଦ୍ର କରିକି ଏ ଘଟଣାଟି ଘଟିଲା। ଘଟଣା ଯୋଉଦିନ ଘଟିଲା ଏତଲା ହବାର 24 ଘଣ୍ଟା ନ ପୂର୍ବରୁ ଆମେ 8 ଜଣଙ୍କୁ ଗିରଫ କରିଥିଲୁ, କୋର୍ଟ ଚାଲାଣ କରିଥିଲୁ ଏବଂ 17/4ରେ ହେଇଥିଲା ସେ ଘଟଣା। ଏମାନେ ଯେହେତୁ ରାଜ୍ୟ ବାହାରକୁ ଚାଲି ଯାଇଥିଲେ ସୁରଟକୁ, ଏମାନଙ୍କୁ 3 ଦିନ ତଳେ ସୁରଟରେ ଗିରଫ କରାଯାଇଥିଲା। ଆଜି ତାଙ୍କ ରିମାଣ୍ଡ ସରିଲା ଟ୍ରାଞ୍ଜିଟ୍ ରିମାଣ୍ଡ, ତେଣୁ ଆଜି ପ୍ରଦର୍ଶନ କରା ଏମାନେ ଘଟଣା ପରଦିନ ପଡ଼ିଥିଲା। ତାଙ୍କୁ ଯେତେବେଳେ ସେ ତାଙ୍କୁ ଗୋଟେ ଲୁନାରେ ଫେରୁଥିଲେ ବାରବାଟୀ ବଜାରରୁ ସେ ତାଙ୍କୁ ପିଛା କରି ଯାଇଥିଲେ ଖବର ନେଇକି। ତେଣୁ ତାଙ୍କର ଘର ପଛପଟେ ଯୋଉ ରାସ୍ତାଟା ଅଛି ଗୋଟେ ମଠ ସେଠି ଅଛି। ସେ ମଠ ପାଖରେ ଯେତେବେଳେ ପ୍ରଥମେ ଅଟକେଇ ଆକ୍ରମଣ କରିଛନ୍ତି ସେ ଲୋକ ଦୌଡ଼ିଛି ଘର ପାଖକୁ ପଳେଇ ଆସିଛି। ତାପରେ ଘର ପାଖରୁ ପୁଣି ଘର ପାଖକୁ ଟାଣି ନେଇକି ସେ ତାକୁ ହତ୍ୟା କରିଥିଲେ।